निर्विशेष पाश्चात्य देशतारिणे नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतुषे नमः। हे कृष्ण करुणा सिंधु दीनबंधु जगत्पते गोपीश गोपिका कांत श्री राधा कांत नमोस्तुते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। तेबे आमे 20 नंबर श्लोक पर्यंत द्वितीय अध्याय कंप्लीट करिचे। आज 21 नंबर श्लोक। हम तो जानूचे एइभଳି जे कृष्ण अर्जुन को चेष्टा करूचंदी आत्मज्ञान दबा ପାଇଁ ଏବଂ ବିଭିନ୍ନ ତରିକା ସେ ଅବଲମ୍ବନ କରୁଛନ୍ତି। ତେବେ ତାଙ୍କର ମଝିରେ ଗୋଟେ ଡାଉଟ ହେଇଥିଲା ଯେ ଯଦି ଆପଣ କହୁଛନ୍ତି ଏ ଶରୀର ମରୁଛି ଏବଂ ଆତ୍ମା ମରୁନି, ଆମେ ଶରୀର ନୁହେଁ ଆତ୍ମା, ଠିକ ଅଛି, କିନ୍ତୁ ଏ ଶରୀର ମରିବାରେ ମୋର କଷ୍ଟ ହଉଛି ଏବଂ ଏ ଆସକ୍ତି ଯୋଗୁ, ଏ ଶରୀର ପ୍ରତି ମୋର ଆସକ୍ତି ଅଛି। ତେବେ କଣ କରିବା ନା ଭଗବାନ କହିଲେ ଠିକ ଅଛି ତମକୁ ଟଲରେଟ କରିବାକୁ ପଡିବ, ତାର ଆଉ କିଛି ଉପାୟ ନାହିଁ। କିନ୍ତୁ କେମିତି ଟଲରେଟ କରିବେ କହିଲେ ଟଲରେଟ କଲେ ତମକୁ ମିଳିବ ମୁକ୍ତି। ଠିକ ଅଛି ମୁଁ ଟଲରେଟ କରିବି, କିନ୍ତୁ ଟଲରେଟ କରିବାର ପ୍ରକ୍ରିୟା କଣ, ମେକାନିଜିମ କଣ? ତେଣୁ ବିଭିନ୍ନ ସେ 16 ନମ୍ବରରୁ ବର୍ତ୍ତମାନ ଆସିଲେଣି 22 ନମ୍ବର ପର୍ଯ୍ୟନ୍ତ ଯିବେ। ସେ ବିଭିନ୍ନ ଲକ୍ଷଣ କହିବେ କାହାର, ଶରୀର ଏବଂ ଆତ୍ମାର, କିନ୍ତୁ ତାରି ମାଧ୍ୟମରେ ସେ ବୁଝେଇବେ ଯେ କେମିତି ଆମେ ଶରୀରଠୁ ଅଲଗା ଏବଂ ଆତ୍ମା, ଆମେ ଶରୀର ନୁହେଁ ଆତ୍ମା, ଏଇ ଜିନିଷ ବୁଝେଇକି କୋଉଟା ସତ କୋଉଟା ଅସତ ଯଦି ଆମେ ଜାଣିପାରୁଛେ ତାହେଲେ ସେଇ ଅନୁସାରେ ଆମର ମାରିବାରେ କୌଣସି ଅସୁବିଧା ନାହିଁ, ବୁଝେଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏଠି ଆମେ ଜଷ୍ଟ ପୂର୍ବ ଶ୍ଲୋକରେ ଭଗବାନ କହୁଥିଲେ ଯେ ନ ହନ୍ୟତେ ହନ୍ୟମାନେ ଶରୀରେ, ଆଉ ଯେତେବେଳେ କଣ କହିଲେ, ସମସ୍ତଙ୍କର ସୁବିଧା କିଛି ବୁଝିପାରୁନି। ଗୋଟେ ସେକେଣ୍ଡ, ଯେତେବେଳେ ହଁ, ସେ କହୁଛନ୍ତି ଯେତେବେଳେ ଶରୀରର ମୃତ୍ୟୁର ପ୍ରଭାବ ଆତ୍ମା ଉପରେ ପଡେନି, ନ ହନ୍ୟତେ ହନ୍ୟମାନେ ଶରୀରେ, ଆତ୍ମା ଯେତେବେଳେ ଶରୀର ଚାଲି ଯାଉଛି ସେତେବେଳେ ଆତ୍ମାର ମୃତ୍ୟୁ ହୁଏ ନାହିଁ। ଏବଂ କହିବାକୁ ଚାହୁଁଛନ୍ତି ଯେ ଆମେ ଶରୀର ନୁହେଁ, ଆମେ ଆତ୍ମା। କିନ୍ତୁ ଅର୍ଜୁନ ପଚାରି ପାରନ୍ତି ଯେ ଠିକ ଅଛି ସେମାନେ ଆତ୍ମା ନୁହନ୍ତି, ଶରୀର ନୁହନ୍ତି ଆତ୍ମା, ଏବଂ ଆମେ ଶରୀରକୁ ମାରୁଛେ, କିନ୍ତୁ ସେଇ ଶରୀରକୁ ମାରିବା ପାଇଁ ଆମେ କାହିଁକି ମାରିବା ଏବଂ ଆମେ କାହିଁ ମୃତ୍ୟୁର କାରଣ ହବା କୃଷ୍ଣ, ଏଇଭଳି ପଚାରୁଛନ୍ତି। ତାର ଉତ୍ତର ବର୍ତ୍ତମାନ ଏଇ 21 ନମ୍ବର ଶ୍ଲୋକରେ ସେ ଦଉଛନ୍ତି। କହୁଛନ୍ତି, ଶ୍ଲୋକଟି ମୁଁ ଟିକେ ନାକୁ ସେୟାର କରିଦଉଛି। ଗୋଟେ ସେକେଣ୍ଡ, ସମସ୍ତେ ମ୍ୟୁଟରେ ରୁହନ୍ତୁ, ଭିଡିଓ ଅନ୍ କରିଦେବେ କିନ୍ତୁ ମ୍ୟୁଟରେ ରୁହନ୍ତୁ। ଶ୍ଲୋକଟି ଏଇଭଳି, वेदाविनाशिनं नित्यं ययेनं अजम् अव्ययम् कथं स पुरुषः पार्थ
कं घातयति कं हन्ति कं। एटी कौन कहउछंती आउ थरे श्लोक टिके आउ थरे टिके देखि दियंतु। वेदा विनाशिनं नित्यं च एनं अजं अव्ययं कथं स पुरुषः पार्थ कं घातयति हन्ति कं। से कहउछंती पार्थ बोले जेतबेले क्षत्रिय बोलिकी मने पकई दउछंती तमे क्षत्रिय युद्ध करबा तुमर काम से पार्थ शब्दटी भी व्यवहार करंती कृष्ण। तो से कहउछंती पार्थ अर्जुन को जे स पुरुष सेई लोक केमिति कौन केमिति ना जे जानिची वेदा जे जानिची वेदा अविनाशीनम जे जानिची अविनाशीनम नित्यम ज एनं अजंग अव्यं। ये जो एनं कहउछंती बोले एनं के आत्मा। तो कहउछंती सेई पुरुषटी जे जानिची ये आत्माटी होची अविनाशी नित्य अज अव्ययम। अविनाशी माने आपको डिस्ट्रॉय करि हबनी, नित्य माने ये परमानेंट एवं अज माने यार जन्म नाही, अव्ययम माने यार कोनोसी क्षय हुएनी। ताहले से लोक कथं सह पुरुष से लोक केमिति कं घातयति हन्ति कं केमिति काहाकू मारी परिबो बा मृत्युर कारण ही परिबो। ତାହେଲେ ସେ କହୁଛନ୍ତି କେହି କାହାକୁ ମାରୁନାହାନ୍ତି ବା ମରଉ ନାହାନ୍ତି। ଏଇ ଜିନିଷ କହୁଛନ୍ତି କୃଷ୍ଣ। ତେବେ ଏଠି ଯେତେବେଳେ କହୁଛନ୍ତି କେହି କାହାକୁ ମାରୁନାହାନ୍ତି ବା ମୃତ୍ୟୁର କାରଣ ହଉନାହାନ୍ତି, ବେଳେ ବେଳେ ଗୋଟେ କ୍ରିଟିସିଜିମ୍ ଆସେ। ଭଗବତ ଗୀତା ଇନଡାଇରେକ୍ଟଲି ପ୍ରୋତ୍ସାହନ ଦଉଛି ହିଂସା କରିବା ପାଇଁ, ଜୀବ ହତ୍ୟା କରିବା ପାଇଁ। କାରଣ କେହି କାହାକୁ ମାରୁନାହାନ୍ତି କି ମାରିବାର କାରଣ ନୁହନ୍ତି, ତେଣୁ ଅର୍ଜୁନ ତମେ ମାର ଏଇ କଥା ଯେତେବେଳେ କହି ଦଉଛନ୍ତି କୃଷ୍ଣ, ତେଣୁ ଏଇ ଗୋଟେ କ୍ରିଟିସିଜିମ୍ ଆସେ ଯେ ଭଗବତ ଗୀତା ଏନକରେଜ କରୁଛି ଭାয়োଲେନ୍ସ ପାଇଁ। ସେଥିପାଇଁ ପ୍ରଭୁପାଦ ତାଙ୍କ ପର୍ପୋଟରେ ପ୍ରଥମେ ସେ ଉଲ୍ଲେଖ କରିଦେଇଛନ୍ତି ଯେ ଏ ଦୁନିଆରେ ଭଗବାନ ବହୁ ଜିନିଷ ସୃଷ୍ଟି କରିଛନ୍ତି ଏବଂ ବିଭିନ୍ନ ଜିନିଷ ଏବଂ ବିଭିନ୍ନ କଥା, ସେ ବିଭିନ୍ନ କଥାର ଦୁଇଟି ପକ୍ଷ ରହୁଛି। ଯଦି ହିଂସା ଅଛି ତାହେଲେ ଅହିଂସା ବି ଅଛି, ଯଦି ନୀତି ଅଛି ଅନୀତି ବି ଅଛି। ଏଟାକୁ ସେୟାର ଟିକେ ବନ୍ଦ କରିଦଉଛି ଗୋଟେ ସେକେଣ୍ଡ। ତେଣୁ ଯଦି ଆମର ନ୍ୟାୟ ଅଛି ଅନ୍ୟାୟ ଅଛି ଏଇଭଳି ଦିଟା ପକ୍ଷ ସବୁବେଳେ ପ୍ରତ୍ୟେକ ଜିନିଷର ରହୁଛି। ଆଉ ଯଦି ଦିଟା ପକ୍ଷ ରହୁଛି ପ୍ରତ୍ୟେକଙ୍କର କିଛି ଉପଯୋଗିତା ଅଛି। ପ୍ରଭୁପାଦ କହୁଛନ୍ତି ପ୍ରତ୍ୟେକଙ୍କର କିଛି ଉପଯୋଗିତା ଅଛି। ଅର୍ଥାତ୍ ଆମକୁ ଜାଣିବାକୁ ହବ ଯେ କୋଉ ସ୍ଥଳରେ କୋଉଠି ଆମେ କାହାକୁ କେତେବେଳେ ବ୍ୟବହାର କରିବା, ଏଇଟା ପ୍ରଭୁପାଦ କହୁଛନ୍ତି। ତେବେ ଯଦି ବ୍ରାହ୍ମଣ ଜଣେ ପଶୁ ବଳି ଦଉଛି ତାହେଲେ ପଶୁ ହତ୍ୟା ସେ କଣ କରୁଛି? ବୈଦିକ ଯୁଗରେ ଯେତେବେଳେ ବ୍ରାହ୍ମଣ ମାନେ ପଶୁ ବଳି ଦଉଥିଲେ ସେମାନେ କଣ ପଶୁ ହତ୍ୟା କରୁଥିଲେ? ପ୍ରଭୁପାଦ କହୁଛନ୍ତି ଯେ ଆମକୁ ଜ୍ଞାନ ଚକ୍ଷୁରେ ତାକୁ ଦେଖିବାକୁ ହବ। କାହିଁକି ନା ଏ ଚକ୍ଷୁର କୌଣସି ପାୱାର ନାହିଁ। ଏ ଚକ୍ଷୁ ତାଙ୍କ କହିବା ଉଦ୍ଦେଶ୍ୟ ହଉଛି ଏ ଚକ୍ଷୁର କଣ ପାୱାର ଅଛି? ଯେ ସୂର୍ଯ୍ୟ ନଥିଲେ ଆମକୁ ତ କିଛି ଦିଶିବନି, ତେଣୁ ଏ ଚକ୍ଷୁର କଣ ଆମ ଆଖି ଥାଇକି ଲାଭ କଣ ଅଛି? ଏଇ ଆଖି ଯେତେବେଳେ ଦେଖୁଛି ପାଣି ଭିତରେ ଗୋଟେ କାଠଟେ, ସେ ତ ବଙ୍କା ଦିଶୁଛି ପାଣି ଭିତରେ। ଏ ଆଖିର ତ ଲିମିଟେସନ ଅଛି। ଦୁଇଟି ଟ୍ରେନ ଲାଇନ ବହୁତ ଦିନ ପର୍ଯ୍ୟନ୍ତ ଆମେ ଦେଖୁଥିବା, ସେ ପ୍ରଥମରୁ ଦେଖାଯାଉଥିବ ଯେ ହଁ ଦିଟା ଯାଉଛି, କିନ୍ତୁ ବହୁତ ଦୂରରେ ଦେଖାଯାଉଥିବ ଦିଟା ଆଗ ମିଶିଗଲେଣି, ଗୋଟେ ହେଇଯାଇଛନ୍ତି। ଏ ଆଖିର ଲିମିଟେସନ ଅଛି। ତେଣୁ ସେ ଭଗବାନ ବି କହୁଛନ୍ତି ଆମକୁ ଦେଖିବାକୁ ପଡିବ। ପ୍ରପାଦ ଏଠି ବି ପର୍ପୋଟରେ ସେ କଥା କହିଛନ୍ତି ଯେ ପ୍ରକୃତର ଯୋଉ ଶାସ୍ତ୍ର ଚକ୍ଷୁରେ ଦେଖିବା ହିଁ ହଉଛି ପ୍ରକୃତ ଦେଖିବା। କାହିଁକି ନା ଶାସ୍ତ୍ର ହଉଛି ଅପୌରୁଷ୍ୟ, ଇଏ ଷ୍ଟ୍ରେଟ ପରମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କଠୁ ଆସିଛି।
ଅହିଂସା ପରମ ଧର୍ମ। ମାନେ ଆମର କୋଉଠି ଶାସ୍ତ୍ରରେ ଲେଖା ହେଇଛି ଅହିଂସା କଥା ମେନସନ ହେଇଛି ଏବଂ ଆମକୁ ସେ ଅହିଂସା ଅବଲମ୍ବନ କରିବାକୁ ହବ। କିନ୍ତୁ ବେଳେ ବେଳେ ହିଂସାର ବି ଆବଶ୍ୟକତା ରହିଛି। ଯିଏ ପ୍ରକୃତ ଜ୍ଞାନ ଯାହା ପାଖରେ ଅଛି ସେ ଜାଣିବ ଯେ ତାର କଣ ଆବଶ୍ୟକତା ଅଛି ଅହିଂସା। ଫର ଏକ୍ସାମ୍ପଲ, ଯଦି ଆପଣଙ୍କ ସାଙ୍ଗରେ ଆପଣଙ୍କ ଝିଅ ଯାଉଛି, କୌଣସି ଦୁର୍ବୃତ୍ତ ଆସିକି ସେଠି ଖରାପ ବ୍ୟବହାର କରୁଛି, ଆପଣ କଣ ସାଇଲେଣ୍ଟ ରହିବେ? ନିଶ୍ଚିତ ଭାବରେ କିଛି ତ ରେସ୍ପଣ୍ଡ କରିବେ। ତଥାପି ସେ ମାନିଲାନି, ତାର କଲର ତ ଭିଡ଼ିବେ। ତଥାପି ମାନିଲାନି, ସେ ତାକୁ ଉଠେଇ ନେଇ ଯିବାକୁ ଚେଷ୍ଟା କରୁଥିବ, ତାପରେ କଣ କରିବେ? ତାକୁ ମାରିବାକୁ ଯିବେ। ତେଣୁ ହିଂସାର ଆବଶ୍ୟକତା ରହିଛି। ସେଥିପାଇଁ ପ୍ରଭୁପାଦ ଥରେ ଗୋଟେ ଭଲ ଏକ୍ସାମ୍ପଲ ସେ ଦେଇଥିଲେ। ଅଛି ଗୋଟେ, ମାନେ ସେ ଜଣେ ବୌଦ୍ଧ ସନ୍ନ୍ୟାସଙ୍କ ସାଙ୍ଗରେ ଥରେ ଯାଉଥିଲେ। ତାଙ୍କର ବି ବହୁତ ଶିଷ୍ୟ ଥିଲେ ସେ ବୌଦ୍ଧ ସନ୍ନ୍ୟାସଙ୍କର, ଏବଂ ସେ ଶିଷ୍ୟ ମାନଙ୍କର ପତ୍ନୀ ମାନେ ବି ଯାଉଥିଲେ ସାଙ୍ଗରେ। ପ୍ରଭୁପାଦଙ୍କର ବି ଶିଷ୍ୟ ଥିଲେ। ତେବେ ପ୍ରଭୁପାଦ ଏବଂ ବୌଦ୍ଧ ସନ୍ନ୍ୟାସ ଦୁଇ ଜଣ ଯାକ ବାର୍ତ୍ତାଳାପ କରୁଛନ୍ତି ଏବଂ କହୁଛନ୍ତି ଯେ ବୌଦ୍ଧ ସନ୍ନ୍ୟାସ ସବୁବେଳେ ଥ୍ରୁ ଆଉଟ୍ ତାଙ୍କ ଆର୍ଗୁମେଣ୍ଟ ହେଲା ଯେ ଆମକୁ ଅହିଂସା ନୀତି ସବୁବେଳେ ଅବଲମ୍ବନ କରିବାକୁ ହବ। କିନ୍ତୁ ପ୍ରଭୁପାଦ କହୁଛନ୍ତି ଯେ ବେଳେ ବେଳେ ହିଂସାର ଆବଶ୍ୟକତା ରହିଛି। ସେ କହୁଛନ୍ତି ଯେ ବେଳେବେଳେ କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନୁହନ୍ତି। ତେବେ ସେତେବେଳେ ପ୍ରଭୁପାଦ କହିଲେ ଯେ ଠିକ ଅଛି, ଆପଣମାନେ ବର୍ତ୍ତମାନ ଦେଖନ୍ତୁ, ଆପଣଙ୍କର ଧର ଶିଷ୍ୟମାନେ ଯାଉଛନ୍ତି, ତାଙ୍କର ଶିଷ୍ୟମାନଙ୍କର ପତ୍ନୀ ମାନେ ଯାଉଛନ୍ତି, କୌଣସି ଦୁର୍ବୃତ୍ତ ଆସିବେ, ଆପଣଙ୍କର ଶିଷ୍ୟମାନଙ୍କର ପତ୍ନୀକୁ ଆଟାକ କରିବେ ଏବଂ କିଛି ଖରାପ ବ୍ୟବହାର କରିବେ, ଆପଣ କଣ କରିବେ? ସନ୍ନ୍ୟାସୀ ଜଣକ ବହୁତ ସମୟ ଚୁପ୍ ରହିଲେ ଏବଂ କହିଲେ କିଛି କରିବେନି। ସାଙ୍ଗେ ସାଙ୍ଗେ ତାଙ୍କର ଶିଷ୍ୟମାନେ କହୁଛନ୍ତି, ଗୁରୁଜୀ ଆପଣ ଆମକୁ ରକ୍ଷା କରିବେନି? ସ୍ୱାଭାବିକ। ହିଂସା ଏଠି ତ ରକ୍ଷା କରିବା ତ ହଉଛି ଧର୍ମ ସେଠି। ତେଣୁ ସେଟା ହିଂସା ନୁହେଁ, ତାର ଉପଯୋଗିତା ଅଛି। ତେଣୁ ହିଂସାର ଯଦି ଆମେ ତାକୁ ସେଠି ଦଣ୍ଡ ନ ଦବା, ପନିଶମେଣ୍ଟ ନ ଦବା, ତାହେଲେ କଣ ହବ? ତାର ଦୁଷ୍କର୍ମ ବଢିଯିବ, ଭୟଙ୍କର ହବ। ତେଣୁ ପନିଶମେଣ୍ଟ ନ ଦେବାଟା ହଉଛି ଗଲତ, ଯୋଉଟା କି ଦ୍ରୌପଦୀ କରିଥିଲେ। ଦ୍ରୌପଦୀ ଯେତେବେଳେ ଅଶ୍ୱତ୍ଥାମା ଯେତେବେଳେ 18th ଡେ ସେ ରାତିରେ ଆସିଛନ୍ତି ଶିବିରକୁ, ପାଣ୍ଡବ ମାନଙ୍କର ଶିବିରକୁ ଆସିଥିଲେ, ପାଣ୍ଡବ ମାନଙ୍କୁ ରାତିରେ ମାରିଦବା ପାଇଁ, ଯୋଉଟା କି ଯୁଦ୍ଧର ବିରୁଦ୍ଧ। ଇଏ ଠିକ ନୀତି ନୁହେଁ। କିନ୍ତୁ ସେ ଆସିଥିଲେ ଅଶ୍ୱତ୍ଥାମା ମାରିଦବା ପାଇଁ। କିନ୍ତୁ ସେ ମାରିଲେ, ସେ କାହାକୁ ମାରିଲେ? ଦ୍ରୌପଦୀଙ୍କର 5 ପୁଅଙ୍କୁ ସେ ମାରିଦେଲେ। ତାଙ୍କର 5 ପୁଅ ପ୍ରତିବିନ୍ଧ୍ୟ, ସୁତସମ, ସତନିକ, ଏମିତି ସବୁ 5 ପୁଅ ତାଙ୍କର ଥିଲେ। ସେ ତାଙ୍କୁ ମାରିଦେଲେ ଗଲତ, ମାନେ ଭୁଲରେ ଭାବିକି ଯେ ମାନେ ପାଣ୍ଡବ ବୋଲିକି। ସକାଳୁ ଯେତେବେଳେ ଦେଖୁଛନ୍ତି 5 ପୁତ୍ର ତାଙ୍କର ମରିଯାଇଛନ୍ତି, ଶୁକାକୁଳ ଅଛନ୍ତି, ବହୁତ କଷ୍ଟ ପାଉଛନ୍ତି, ଦ୍ରୌପଦୀ ଅର୍ଜୁନଙ୍କୁ ତାଙ୍କୁ ବହୁତ ଖରାପ ଲାଗିଛି। ସେ ପଶୁ ଭଳିଆ ଭିଡ଼ିକି ଆଣିଛନ୍ତି କାହାକୁ? ଅଶ୍ୱତ୍ଥାମାକୁ, ଏବଂ ପାଖରେ ପକେଇଛନ୍ତି ଏବଂ ମାରିବାକୁ ଯାଉଛନ୍ତି ଦ୍ରୌପଦୀଙ୍କ ପାଖରେ। କିନ୍ତୁ ଦ୍ରୌପଦୀ କହିଲେ ନାଇଁ, ତାଙ୍କୁ ଛାଡ଼ି ଦିଅ, ଅନୁରୋଧ କରିଥିଲେ। କାହିଁକି ନା ସେ କହିଲେ, ତାଙ୍କର ଗୋଟିଏ ଆର୍ଗୁମେଣ୍ଟ ଥିଲା ଯେ 5 ପୁଅ ମରିଯାଇଛନ୍ତି, ମତେ ଯେତିକି କଷ୍ଟ ହଉଛି ମୁଁ ଜାଣୁଛି, ଏ ପୁଅଟି ଯେତେବେଳେ ମରିଯିବ ତା ମାଆକୁ କେତେ କଷ୍ଟ ହବ, ଛାଡ଼ି ଦିଅ। ଏବଂ ଛାଡ଼ି ଦିଆଯାଇଥିଲା। ଛାଡ଼ିଦେଲା ପରେ ପରିଣାମ କଲା କଣ ହେଲା ନା ଅଶ୍ୱତ୍ଥାମା ପୁଣି ବ୍ରହ୍ମାସ୍ତ୍ର ଚଲେଇଥିଲେ। କୋଉଠିକି? ନା ଉତ୍ତରାଙ୍କ ଗର୍ଭକୁ, ଯୋଉଠି ପରୀକ୍ଷିତ ସେ ଗର୍ଭରେ ବଢୁଥିଲେ। ସେ ଅଲଗା କଥା ଯେ କୃଷ୍ଣ ତାକୁ ରକ୍ଷା କଲେ, କିନ୍ତୁ ଅବସ୍ଥା ତ ଶୋଚନୀୟ ହେଇଥାନ୍ତା ଯଦି କୃଷ୍ଣ ନଥାନ୍ତେ। ତେଣୁ ଏଇଥିରୁ ଆମେ ଜାଣୁଛେ ଯେ ବେଳେ ବେଳେ ଆମର ହିଂସାର ଜରୁରତ ଅଛି। ତାର ସ୍ଥାନ କାଳ ପାତ୍ର ନେଇକି, ଏବଂ କେତେବେଳେ ଆମେ ତାକୁ ବ୍ୟବହାର କରିବା, କେଉଁ ସ୍ଥଳରେ ବ୍ୟବହାର କରିବା, କିପରି ବ୍ୟବହାର କରିବା, ଆମକୁ ଜାଣିବାକୁ ପଡିବ। ତେବେ ଏଠି 4ଟି ଜିନିଷ ଏ ଶ୍ଲୋକରେ ଭଗବାନ କହୁଛନ୍ତି। 4ଟି, 2ଟି ଅର୍ଜୁନଙ୍କ ପାଇଁ, 2ଟି ଭଗବାନଙ୍କ ପାଇଁ, କୃଷ୍ଣଙ୍କ ପାଇଁ।
ଯୋଉ ଦୁଇଟି ଜିନିଷ ଭଗବାନଙ୍କ ପାଇଁ କହୁଛନ୍ତି ସେଇ ଦୁଇଟି ଜିନିଷ ମଧ୍ୟ କୃଷ୍ଣଙ୍କ ପାଇଁ। କଣ ନା ତାଙ୍କ କହିବା ଉଦ୍ଦେଶ୍ୟ କଂ ଘାତୟତି ହନ୍ତି କମ୍। ଇଏ ତ କହୁଛନ୍ତି ଯେ ଇଏ ତ ଅବିନାଶୀ, ଏ ଆତ୍ମା, ଏବଂ ଇଏ ତ ନିତ୍ୟ, ଇଏ ତ ଅଜ, ଇଏ ତ ଅବ୍ୟୟ। କିନ୍ତୁ ସେ କହୁଛନ୍ତି ଏ ଆତ୍ମାକୁ ନା କିଏ ମାରୁଛି ନା ମୃତ୍ୟୁର କାରଣ ହଉଛି ବୋଲିକି ଯେତେବେଳେ କହୁଛନ୍ତି ଏ ଦିଟା ଯାକ ଲାଗୁଛି କୃଷ୍ଣଙ୍କ ପାଇଁ, ତାମାନେ ଅର୍ଥାତ୍ ନା ଅର୍ଜୁନ ମାରୁଛନ୍ତି ନା ମରେଇବାରେ ମରେଇବାର ପାତ୍ର ହଉଛନ୍ତି, ଅର୍ଥାତ୍ ମାରିବାର କାରଣ ହଉଛନ୍ତି। ସେମିତି କୃଷ୍ଣ ମଧ୍ୟ ଏଇଟା ସେ ଏଇ ଦିଟାକ କୃଷ୍ଣଙ୍କ ପାଇଁ ବି ଲାଗୁ। କାହିଁକି ନା ଅର୍ଜୁନ କହୁଛନ୍ତି କୃଷ୍ଣଙ୍କୁ ଯେ ତମେ ମତେ କହୁଛ ମାରିବା ପାଇଁ, ତ ଇନଡାଇରେକ୍ଟଲି ତମେ ମଧ୍ୟ ମୃତ୍ୟୁର କାରଣ, ତମେ ବି ମାରୁଛ ଏବଂ ମୃତ୍ୟୁର କାରଣ ହଉଛ। ତେଣୁ ସେଥିପାଇଁ ସେ କହିଛନ୍ତି କମ୍ ଘାତ ଏଠି ହନ୍ତି କମ୍। ତେଣୁ ଦିଟି, କିନ୍ତୁ ଆମକୁ ଜାଣିବା, ସେଥିପାଇଁ କହୁଛନ୍ତି ଅର୍ଜୁନ ଯେ ଯଦି ଆମେ ମାରୁଛେ ତାହେଲେ କାହାକୁ ଶିଖ, ଠିକ ଅଛି ଆମେ ଶରୀରକୁ ମାରୁଛେ କିନ୍ତୁ ସେ ଶରୀରର ମୃତ୍ୟୁର କାରଣ ଆମେ ହଉଛେ, ତେଣୁ ଆମକୁ ଦୋଷ ଲାଗିବ ବୋଲିକି କହୁଛନ୍ତି ଅର୍ଜୁନ। ଶରୀରକୁ ମାରିଲେ କୃଷ୍ଣ କହୁଛନ୍ତି ଦୋଷ ତ ଲାଗିବ, କିନ୍ତୁ ଯୋଉ ବିଶେଷ କାମ ପାଇଁ ଆମେ ଯଦି ମାରୁଛେ ଶରୀରକୁ ତାହେଲେ ଦୋଷ ଲାଗିବନି, ବିଶେଷ କାମ ପାଇଁ। ଇଏ ହଉଛି ଧର୍ମ ଯୁଦ୍ଧ। କୃଷ୍ଣ କହୁଛନ୍ତି ଇଏ ହଉଛି ଧର୍ମ ଯୁଦ୍ଧ। ଏଥିରେ ତମକୁ ଜାଣିବାକୁ ପଡିବ ଯେ ଏଇ ଯୋଉ ମାରିବାର ପରିଣାମ କଣ। ଭଗବାନ ବି ନିଜେ ମାରିଥିଲେ, ବହୁତ ଅସୁର ମାରିଥିଲେ, ଅଗାସୁର, ବକାସୁର, ବ୍ୟମସୁର, कंस, पूतना, तृणाव्रत, बहुत केशी, मधु, बहुत असुर को मारी, किंतु परिणाम को देखा जाओ, परिणाम कौन है? ए दुनिया रे अधर्म रो समाप्त हला। लोक माने जो अन्य अत्याचार रो शिकार होते से उद्धार पाइले, एवं जो लोकों को मारिले, जो असुरों को मारिले सेमानंकर पाप समाप्त हो गला, एठी धोई हो गला। आउ से पाप से नेक्स्ट जन्म रे तांको आउ भोगिबाकू नाही, एवं सद्गति तांको मिलिला। तेणु एते बहुत उपकार हला, समाज कल्याण हला एथरे। सेतिपाई आमे दोष केमती दबा, दोष देई परिबानी बोलिकी कृष्ण कहउचंदी। से कहउचंदी जे जानिची जे केही काहाकू मारी परिबेनी बा केही कार मृत्युर कारण हेई परिबेनी। शरीर मरुची, आत्मा मरुनी, आत्मार सद्गति होउची, तमर भी सद्गति हब अर्जुन। कृष्ण कहउचंदी तमे जदि ए धर्म को पालन कर, तमे क्षत्रिय, तमे युद्ध कर एवं तमे तमर मध्य सद्गति हब, एथरे कोनोसी पाप नाही बोलिकी कृष्ण कहउचंदी। बुझेई दो एटी हमको बुझिया को बजेंती। धरंतु गोटे सर्जन ता हाथ रे छुरी अछि एवं से जाऊ से लाबोरेटरी से जाउचंदी, से सर्जन जाउची कोठी की ऑपरेशन थिएटर को, कहा को मते ऑपरेशन करिया पाई। मोर जे परिवार लोक थिबे सेठी कहबे अरे ये कोन छुरी नै गलानी काटियो बोली की। ठीक अछि से काटिबा को जाउची, किंतु से काटिबा को जाउची सेति पई तो मु एडवांस पैसा देइची, मु तो सेति पई डेट बुक करची, केते थर दौड़ीची जे मते डेट दियो मते काटिबा पई। काहे की ना एथरे मु रोगमुक्त हेबी, एथरे दुई जन जाकंकर भलाई उपकार, दुई जन जाकंकर मु रोगमुक्त हेबी एवं डॉक्टर पुण्य हम, से कर्तव्य कले, ड्यूटी कले। तेणु दोष आमे क्या दबा, मारिबा वाला को ना जे मरीगला। ये ऑपरेशन जी कला है ताकू दोष दबा ना नहीं, जी जहाँ कटा हला
ତାକୁ ଦୋଷ ଦବା। ସେମିତି ଏଠି ଅର୍ଜୁନ କହୁଛନ୍ତି ଯେ ଆମେ କାହାକୁ ଦୋଷ ଦବା, ମାରିବା ବାଲାକୁ ନା ମରେଇବା ବାଲାକୁ, ଯେ ମୃତ୍ୟୁର କାରଣ ଯେ। ତେଣୁ ଭଗବାନ କହୁଛନ୍ତି ଏଠି ଇନଡାଇରେକ୍ଟଲି ଶ୍ଲୋକରେ କହୁଛନ୍ତି ପ୍ରତ୍ୟେକ ଜିନିଷର ଦୁଇଟି ପକ୍ଷ ରହୁଛି ଏବଂ ସେ ପକ୍ଷ ଅନନ୍ୟ ଅଦ୍ୱିତୀୟ। ପ୍ରତ୍ୟେକ ଜିନିଷ ପ୍ରତ୍ୟେକର ୟୁଟିଲିଟି ଅଛି। କାମ, କ୍ରୋଧ, ମଦ, ମାଶ୍ଚର୍ଯ୍ୟ, ଲୋଭ ଇଏ ବର୍ଜନୀୟ, କିନ୍ତୁ ଏ ବି ଆମର ଏହାର ବି ଉପଯୋଗିତା ଅଛି। ଯେତେବେଳେ ହନୁମାନ ଲଙ୍କାରେ ନିଆଁ ଲଗେଇ ଦେଇଥିଲେ କ୍ରୋଧାନ୍ଧ ହେଇକି, ସେ ଏଇଟା ତ କ୍ରୋଧରେ କରିଥିଲେ ସେ, କିନ୍ତୁ ଏ କ୍ରୋଧ ଜଷ୍ଟିଫାଇଡ। କାହିଁକି ନା ଏ କ୍ରୋଧକୁ ସେ ଭଗବାନଙ୍କ ସେବାରେ ଲଗେଇଥିଲେ, ଭଗବାନଙ୍କ ଉଦ୍ଦେଶ୍ୟରେ। ସେଥିପାଇଁ ଆମକୁ ଦେଖିବାକୁ ହବ ଯେ ଆମେ ଯୋଉ ହିଂସା କରୁଛେ ସେଥିରେ ଅନ୍ୟର କଲ୍ୟାଣ ହଉଛି କି, ସେଥିରେ ଭଗବାନଙ୍କର ଆଜ୍ଞା ଅଛି କି, ଆମକୁ ଏ ଜିନିଷ ଦେଖିବାକୁ ପଡିବ। ଯଦି କଲ୍ୟାଣ ହଉଛି ଅନ୍ୟର ଏବଂ ଯଦି ଭଗବାନଙ୍କର ଆଜ୍ଞା ରହିଛି, ଦିଟି ଜିନିଷ ଯଦି ଅଛି ତାହେଲେ ଜଷ୍ଟିଫାଏ। ଯାହାର ଆତ୍ମଜ୍ଞାନ ଅଛି, ଭଗବାନ କହୁଛନ୍ତି ଯାହାର ଆତ୍ମଜ୍ଞାନ ଅଛି, ଯେ ଜାଣୁଛି ଯେ ଶରୀର ଆତ୍ମା ଭିତରେ ଫରକ କଣ, ଏବଂ ଯିଏ ଆତ୍ମାର ଯୋଉ ବିଭିନ୍ନ ଲକ୍ଷଣ ବା କ୍ୟାରେକ୍ଟରିଷ୍ଟିକ୍ସ ଆମେ ଯାହା କହୁଛେ ତା ବିଷୟରେ ସେ ଅବଗତ, ସେ କେମିତି ବ୍ଲେମ କରିପାରିବ ଯେ ଇଏ ତାକୁ ମାରିଦେଲା, ସେ ମରିଗଲା? କି ବ୍ଲେମ କରିପାରିବନି। ଗୋଟେ ଜଜ, ବିଚାରପତି, ସେ କେତେ ମୃତ୍ୟୁ ଯୋଉ ଫାଶୀ ପାଇଁ ବା ମୃତ୍ୟୁଦଣ୍ଡ ଅର୍ଡର କରୁଛି, କେତେ ଜଣେ ବିଚାରପତି, ତେଣୁ ତ ସେ ମହାପାପୀ। ନାଇଁ, ମନୁସଂହିତା ଅନୁସାରେ ଇଏ ଆଇନ ଅନୁସାରେ ହଉଛି, ସେ ବିଚାରପତିକୁ ଦବାକୁ ପଡିବ ସେ ମୃତ୍ୟୁ ଦଣ୍ଡ ବା ଫାଶୀ। ଯଦି ନ ଦବ ତାହେଲେ ସେ କର୍ମର ଅବହେଳା କଲା, ସେଥିପାଇଁ ତାକୁ ଦୋଷ ଲାଗିବ, ସେ ପାପୀ। ଏବଂ ଯାହାକୁ ଦିଆ ହେଲା ସେ ଏଇ ଜନ୍ମରେ ପାପରୁ ଖଲାସ ହେଇଗଲା, ଆଉ ଏ ପାପକୁ ସେ ଭୋଗିବା ପାଇଁ ନେକ୍ସଟ ଜନ୍ମରେ ଆଉ ନଥିବ ଏ ପାପ ଭୋଗିବା ପାଇଁ, ଏଇଠି ତାର ସମାପ୍ତି ହେଇଗଲା। ଇଏ ମନୁସଂହିତା ଅନୁସାରେ। ସେଥିପାଇଁ ଆମକୁ ଏଠି ବି ଦେଖିବାକୁ ପଡିବ, ଯେତେବେଳେ ଅର୍ଜୁନଙ୍କୁ କହୁଛନ୍ତି ଯେ ଅର୍ଜୁନ ତମେ ମାର, ତମର ଯୋଉ ପରିବାର ଲୋକ, ତମେ ଆସକ୍ତିକୁ ତ୍ୟାଗ କର ଏବଂ ତାଙ୍କୁ ମାର, ତମକୁ ଦୋଷ ଲାଗିବନି। କାହିଁକି ନା ଭଗବାନ ହଉଛନ୍ତି ସୁପ୍ରିମ ଜଷ୍ଟିସ, ସର୍ବୋଚ୍ଚ ନ୍ୟାୟାଧୀଶ। ତାଙ୍କର ତାଙ୍କର ମାନେ ଅର୍ଡରକୁ ମାନିବା ହଉଛି ଆମର, ସେଇଟାକୁ ନ୍ୟାୟ, ନ୍ୟାୟ କହୁଛେ ଆମେ। ତାଙ୍କର ଆଦେଶକୁ ମାନିବା ହଉଛି ନ୍ୟାୟ। କେମିତି ଜଣେ ଭଗବାନ କେବେ ହେଲେ କାହାର ଅମଙ୍ଗଳ ଚାହିଁବେ? ଶ୍ରୁତମ୍ ସର୍ବଭୂତାନାଂଶ ବୋଲିକି ସେ ନିଜେ କହୁଛନ୍ତି ଭଗବତ ଗୀତାରେ, ସେ କେବେ କାହାର ଅମଙ୍ଗଳ ଚାହିଁବେନି। ଯେତେବେଳେ ଅର୍ଜୁନଙ୍କୁ କହୁଛନ୍ତି ଯେ ତମେ ମାର, ଇଏ ତ ଭଗବାନ ନିର୍ଦ୍ଦେଶ ଦଉଛନ୍ତି, ଏଥିରେ ଅର୍ଜୁନଙ୍କର ଉପକାର ହବ ଏବଂ ଯାହାକୁ ମାରୁଛନ୍ତି ତାର ଉପକାର ହବ। ଅର୍ଜୁନଙ୍କର ସଦ୍ଗତି ହବ, ଉଚ୍ଚ ଗତି ହବ, ଏବଂ ଯାହାକୁ ମାରିଲେ ତାଙ୍କର ମଧ୍ୟ ସଦ୍ଗତି ହବ। ଯିଏ ଏଇ କଥା ଜାଣୁଛି ସେ ଭଗବାନଙ୍କର ନିୟମ ଅନୁସାରେ କାମ କରିବ, ସିଧା ଆଖି ବନ୍ଦ କରିକି। ଏଇ କଥା ଭଗବାନ ଏ ଶ୍ଲୋକରେ କହୁଛନ୍ତି। ତେଣୁ ସେଣ୍ଟ୍ରାଲ ମେସେଜ ହଉଛି ଏ ଗୀତାରେ, ଏଇ ଶ୍ଲୋକର ସେଣ୍ଟ୍ରାଲ ମେସେଜ ଯୋଉଟା ଭଗବାନ ଦବାକୁ ଚାହୁଁଛନ୍ତି, ଆମେ କଣ କରୁଛେ ସେଇଟା ଇମ୍ପୋର୍ଟାଣ୍ଟ ନୁହେଁ, ଆମେ କାହିଁକି କରୁଛେ ସେଇଟା ହଉଛି ଇମ୍ପୋର୍ଟାଣ୍ଟ। ଅର୍ଥାତ୍ ଆମର ଅବଜେକ୍ଟିଭ କଣ, ଆମେ ଯୋଉ କାମଟା କରୁଛେ ତାର ଲକ୍ଷ୍ୟ କଣ। ଯଦି ଉଦ୍ଦେଶ୍ୟ ହଉଛି ଭଗବତ ପ୍ରାପ୍ତି, ଭଗବାନଙ୍କର ସେବା, ତାହେଲେ ଜଷ୍ଟିଫାଇଡ, ଆମେ ଯାହା କରୁଛେ ସେଟା ଜଷ୍ଟିଫାଇଡ। ଯେତେବେଳେ ଅର୍ଜୁନ କହୁଛନ୍ତି ଯେ ଏମାନେ ମୋର ପରିବାରର ଲୋକ ଏବଂ ଏମାନଙ୍କ ସହିତ ରକ୍ତ ସମ୍ପର୍କ ଅଛି, ସେଥିପାଇଁ ଆସକ୍ତି ଯୋଗୁଁ ମୁଁ ମାରିପାରୁନି, ଏ ଆସକ୍ତି କଣ? ତାଙ୍କର ସ୍ୱାର୍ଥ, ତାଙ୍କ ଇନ୍ଦ୍ରିୟକୁ କଷ୍ଟ ହଉଛି ଯେତେବେଳେ ମାରୁଛନ୍ତି। ତେଣୁ ସେ ଯେହେତୁ ନିଜ ଇନ୍ଦ୍ରିୟ କଥା ଚିନ୍ତା କରୁଛନ୍ତି, ଇନ୍ଦ୍ରିୟକୁ ସୁଖ ଲାଗୁନି ବୋଲିକି, ଏଇଟା ହଉଛି ତାଙ୍କର
ସ୍ୱାର୍ଥ। ସେଥିପାଇଁ ଭଗବାନ କହୁଛନ୍ତି ଏଇ ଯୋଉ ଏଇଟା ହଉଛି ଛୋଟ ସ୍ୱାର୍ଥ, ତେଣୁ ଏ ଛୋଟ ସ୍ୱାର୍ଥକୁ ଆମକୁ ବଡ ସ୍ୱାର୍ଥ ପାଇଁ ପରିତ୍ୟାଗ କରିବାକୁ ହେଇଥାଏ। ଆମର ପ୍ରହ୍ଲାଦ ତାଙ୍କ ପିତାଙ୍କୁ ତ୍ୟାଗ କରିଥିଲେ ବଡ ସ୍ୱାର୍ଥ ପାଇଁ, ଭଗବତ ପ୍ରାପ୍ତି ପାଇଁ। ପ୍ରହ୍ଲାଦ ତ୍ୟାଗ କରିଥିଲେ ପିତାଙ୍କୁ, ବିଭୀଷଣ ତ୍ୟାଗ କରିଥିଲେ ତାଙ୍କ ଭାଇ ରାବଣଙ୍କୁ, ବଳି ମହାରାଜ ତ୍ୟାଗ କରିଥିଲେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ, ଗୋପୀମାନେ ତାଙ୍କର ପତିମାନଙ୍କୁ ଛାଡିକି ଭଗବାନଙ୍କ ସେବାରେ 24 ଘଣ୍ଟା ଲାଗି ରହିଥିଲେ, କୃଷ୍ଣଙ୍କ ସେବାରେ। କୋଉଥିପାଇଁ? ଭଗବତ ପ୍ରାପ୍ତି ପାଇଁ, ଯୋଉଟା କି ଆମର ପରମ ଧର୍ମ। ସେଥିପାଇଁ ଭଗବାନ ଏଠି କୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, ମୁଁ କହୁଛି ତେଣୁ ତମେ ମାର, ଏମାନେ ଅଧର୍ମୀ, ତମେ ହେଲ କ୍ଷତ୍ରିୟ, ତମର ଯୁଦ୍ଧ କରିବା କର୍ତ୍ତବ୍ୟ ଏବଂ ମାରିବା ତମର କର୍ତ୍ତବ୍ୟ। ଇଏ ତମକୁ ଏମ୍ପାୱାର୍ଡ କରାହେଇଛି ଏବଂ ଏଥିପାଇଁ ମୋର ବି ଗାଇଡାନ୍ସରେ ତମେ କରୁଛ। ତେଣୁ ମୋ ଅର୍ଡର ରହୁଛି ନ୍ୟାୟ, ଜଷ୍ଟିସ। ସେଇଟା ହିଁ ହଉଛି ଧର୍ମ, ତେଣୁ ତମେ ଧର୍ମର ପାଳନ କର, ଏଇଭଳି ଅର୍ଜୁନଙ୍କୁ କହୁଛନ୍ତି। କିନ୍ତୁ ଅର୍ଜୁନ ତଥାପି ସାଟିସ୍ଫାଏଡ ହେବେନି। ସେଥିପାଇଁ କୃଷ୍ଣ କହୁଛନ୍ତି ବ୍ୟସ୍ତ ହୁଅନା, ଆହୁରି 9ଟା ଶ୍ଲୋକ ଅଛି ଆତ୍ମଜ୍ଞାନ ହବା ପାଇଁ, ଅପେକ୍ଷା କର। 21, 22, 23, 30 ପର୍ଯ୍ୟନ୍ତ ଯିବେ, ଆହୁରି 9ଟା ଶ୍ଲୋକ ଅଛି। ତେବେ ଇଏ ହେଇଗଲା ଆମର ଏଇ ଶ୍ଲୋକଟି। ଆଉ ଅଛି 10 ମିନିଟ, ଆମେ ଆଉ ଦ୍ୱିତୀୟ ଶ୍ଲୋକ ନ ନେଇକି ଆମେ ଟିକେ ନାକୁ ପୁଣି ଜପ ଆଡକୁ ପଳେଇବା। ଯୋଉ 5-10 ମିନିଟ ମିଳିଯାଉଛି ଜପ। ତେବେ ଜପ ବିଷୟରେ ତ ଆମେ ବହୁତ ଜିନିଷ ଚିନ୍ତା କରିକି କହିଥିଲେ। ଆମେ ତ ଜପର କାହିଁକି କରୁଛେ, ତାର ମିନିଂ କଣ ଏବଂ କେମିତି କନସେନ୍ଟ୍ରେସନ, ଏ କନସେନ୍ଟ୍ରେସନରେ ମୁଁ ମଧ୍ୟ କହିଥିଲି ଯେ 3ଟି ଜିନିଷ, ଯୋଉ ଧାରଣା କଥା କହିଥିଲି, ଯଦି 12 ସେକେଣ୍ଡ, ଏଟା ମନେ ରଖିଥାନ୍ତୁ, ଯଦି ଆମେ ମନକୁ ଏକାଗ୍ରଚିତ କରେଇ ପାରିଲେ କୋଉଠି, ତାଙ୍କର ଯୋଉ ଶବ୍ଦ, ଆମେ ଯୋଉ ହରେ କୃଷ୍ଣ 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 ହରେ ହରେ, ପ୍ରତ୍ୟେକ ଶବ୍ଦରେ ଆମେ ପୁରା ମାଇନ୍ୟୁଟଲି 12 ସେକେଣ୍ଡ ପର୍ଯ୍ୟନ୍ତ ଆମେ ରଖିପାରୁଛେ, ତାହେଲେ ତାକୁ ଧାରଣା କହନ୍ତି। କିନ୍ତୁ ସେ ଧାରଣାରୁ ঊର୍ଦ୍ଧ୍ୱକୁ ଉଠିବାକୁ ପଡିବ। ଅର୍ଥାତ୍ ଯେତେବେଳେ 12 ଥର ଏଇଭଳିଆ ଆମେ ଧାରଣା କରିବା, ଅର୍ଥାତ୍ 12 × 2 12 144 ସେକେଣ୍ଡ ଯଦି ଆମେ ରଖିଦେଲେ ମାଇଣ୍ଡକୁ, ଆମ ମାଇଣ୍ଡ ଆଉ କୁଆଡେ ଯାଉନି, କେବଳ ସେଇ ଯୋଉ ଶବ୍ଦ ଆମେ ଲାଉଡଲି କହୁଛେ ହରେ କୃଷ୍ଣ, ସେଇଠି ଆମେ ଧ୍ୟାନଟା ରଖିଦେଲେ, ତାହେଲେ କଣ ହେଲା, ଆମର ଆବଜର୍ପସନ ଷ୍ଟେଜ, ସେଟାକୁ ଧ୍ୟାନ କହନ୍ତି। ଆମେ ଆବଜର୍ଭ ହେଇଗଲେ, ଧ୍ୟାନମଗ୍ନ ହେଇଗଲେ, which is very important। ଏଇଠି ଆସିଲା ଆମର ସକ୍ସେସ୍ ଭଗବାନଙ୍କ ସହିତ କନେକ୍ସନ ପାଇଁ। ଆଉ ଏଇଭଳି ଯଦି ଆମେ 12 ଥର ଧ୍ୟାନ ମଗ୍ନ ମାନେ କରିପାରିଲେ 12 times, ଅର୍ଥାତ୍ ଆମେ କଣ୍ଟିନ୍ୟୁଅସ୍ 25 ମିନିଟ 28 ସେକେଣ୍ଡ ଆମେ ଏଇଭଳି ଧ୍ୟାନମଗ୍ନ ଅବସ୍ଥାରେ ରହିଗଲେ, ସେଇଟା ହଉଛି ସମାଧି, ଯୋଉଠି ଆମେ ଫିଲ୍ କରିବା ଯେ ଆମେ ହଉଛେ ଭଗବାନଙ୍କର ଅଂଶ, ଆମେ ଆତ୍ମା। we have an eternal relationship with the Lord। ଆମେ ଫିଲ୍ କରିପାରିବା, ଏଟା ହଉଛି ସମାଧି ଷ୍ଟେଜ। ତେବେ ଏଇ ମନ୍ତ୍ର, ୟାକୁ କାହିଁକି, ଫାଷ୍ଟ ଅଫ ଅଲ୍ ୟାକୁ ମନ୍ତ୍ର କାହିଁକି କୁହାଯାଇଛି? ମନ ତ୍ରାୟତେ ଇତି ମନ୍ତ୍ର, ମାନେ ମନକୁ ଯେ ଧାରଣ କରୁଛି, ୱାନ୍ ଦ୍ୟାଟ୍ ଡେଲିଭର୍ସ ଦ ମାଇଣ୍ଡ, ମାଇଣ୍ଡଟାକୁ କଣ୍ଟ୍ରୋଲ କରୁଛି ଯେ। ଯେମିତି ଆମର ହାତୀ ବେସିକାଲି ମତୁଆଲା, ସେ ବହୁତ ଭାଉଲେଣ୍ଟ। ସେଥିପାଇଁ ହାତୀକୁ ଟ୍ରେନିଂ ଦିଆଯାଏ। ଆମ ମାଇଣ୍ଡଟା ଠିକ ସେଇ ହାତୀ ଭଳିଆ, ଯଦି ପ୍ରପର ଟ୍ରେନିଂ ଏ ହରେ କୃଷ୍ଣ ମହାମନ୍ତ୍ର ଜପରେ ସେ ଟ୍ରେଣ୍ଡ ହଉଛି, ତାକୁ ବଶ କରଉଛି ଗୋଟେ ପର୍ଟିକୁଲାର ଦିଗରେ, ଆମେ ଏଟା ଟ୍ରେଣ୍ଡ ହଉଛେ, ତେଣୁ ଆମେ ଆଉ ମାଇଣ୍ଡ ଭାଉଲେଣ୍ଟ ହବନି। ଏବଂ କଣ ହବ, ମାଇଣ୍ଡ ବିଭିନ୍ନ ଯୋଉ ଉଦ୍ବିଗ୍ନତା, ବ୍ୟସ୍ତତା, ଟେନସନ ଏବଂ ଯୋଉ ଆମର ବିଭିନ୍ନ ପ୍ରକାର ଡୁଆଲିଟି ଲାଇଫରେ, ଲାଭ କ୍ଷତି, ମାନ ଅପମାନ, ଏସବୁ ଆମକୁ କଷ୍ଟ ଦଉଛି, ସୁଖ ଦୁଃଖ, ଏଥିରୁ ଆମେ ঊର୍ଦ୍ଧ୍ୱକୁ ଉଠିଯିବା, ଆମକୁ ମୁକ୍ତ ହେଇଯିବା ସେଥିରୁ। ମୋଷ୍ଟ ଇମ୍ପୋର୍ଟାଣ୍ଟ ହଉଛି ଏଇ ଯୋଉ ମହାମନ୍ତ୍ରଟି, ଇଏ କଣ କରୁଛି,
आमे भगवान को इंडिपेंडेंट होके आसीचे दुनिया को एंजॉय करिया पई जोटा कि आमर दुखर कारण होईची ए जगत रे आमको पुनर्बार डिपेंडेंट हवा पड़ो कारण बेसिकली आमे भगवान को ऊपर डिपेंडेंट आमे तांको सेवा कले ही हमको आनंद मिलिबो आमे तांको ऊपर डिपेंड न करिके रही परिबानी डिपेंडेंट आमे तेणु आमको ए मंत्र डिपेंडेंट करोची तांको ऊपर केमिति ना जेमिति उदाहरण स्वरूप जदि गोटे आमे देखिथिबा मांकड़ छुआ से कौन करूची मांकड़ को ता माँ को जाबुड़ी की धरची मार को परवा नहीं से पढ़ी जीवो कि कौन हम रेस्पॉन्सिबिलिटी ऑफ द चाइल्ड से जदि ठीक रे न धरची ताल गला सेमती आमे प्रथम स्टेज रे जतबेले हरे कृष्ण महामंत्र जप करूचे आमे भगवान को जाबुड़ी की धरबा चेष्टा करूचे एटा हमर हमर दायित्व आमे तांको जाबुड़ी की धरिकी चेष्टा जाबुड़ी की धरिबा पई चेष्टा करूचे किंतु एई भली करू करू गोटे समय आसीबो जेतबेले भगवान फील करिवे जे ये मोर से गोटे अलगा रूप नेबे जेमती बिराड़ी कौन करूची तार छुआ को दांतरे कामुड़ी उठे की नहीं कि चली जाऊची सेमती आमको मध्य भगवान से भली आमे डिपेंडेंट हो गले जेतबेले से आमको उठे की नहीं कि चली जिवे आमर सहारा ही जिवे से आपण देखंतु आपन जीवन रे सबुठु सुख समय कोउटा सबुठु सुख समय शिशु बालक यौवन बुढ़ा आम एत समय देकी जाऊे कहतु भास्कर प्रभु कहतु कोटा सबुठु अति सुख समय शिशु वेरी गुड एटा हूँ पिला बेल सब कहीं ना मोस्ट इंपोर्टाट हूँ से समय आमे डिपेंडेंट क्या आमे बापा ऊपर डिपेंडेंट मु कोठी पाठ पढ़ी मोर कोठू बही आसीबो मोर केते फीस देबी मोर ये सब रे बदरेशन नहीं इवन मु बैग खंडे भी बही की नहीं कि जाऊनी बापा नहीं कि जीवो स्कूल को एवं बापा पुणी स्कूल रु नहीं कि आसीबो ये होची मोर सेही पिला बेलर अवस्था मु डिपेंडेंट फलर कौन ना मु बहुत आनंद रे थिली किंतु मु मोर दुख केतबेले बढ़िला जेतबेले मु इंडिपेंडेंट हवा को आरंभ कली मोर रेस्पॉन्सिबिलिटी बढ़िला मोर टेंशन बढ़िला प्रत्येक जिनस मु सब टेंशन सब रेस्पॉन्सिबिलिटी रो समाधान मते करबा पड़ला जोटा कि बापा करूथिले पिला बेले सेमती एठी भगवान को ऊपर हमें जेतबेले टोटल डिपेंडेंट हो जिवा से जानिबे जे ये मोर जरूरत फील करछि मोर सहारा ये चाहूची तेणु मते दबा को पड़िबा को सहारा से आमर फादर इटर्नाल फादर तेणु आमे डिपेंडेंट जेते हे जिबा ए डिपेंडेंट करूची ए महामंत्र टी गोटे सेकंड सब दिन एटा गोटे प्रॉब्लम होची तेणु आमे जेते डिपेंडेंट हे जिबा आ हमरो आउ प्रॉब्लम नाही समस्या नाही हम तो तांकरी भरोसा चलले राखे कृष्णा मारे किए मारे कृष्णा राखे के आमे जो टोटाल डिपेंडेंट हो गले तापर आमे आ कोन से जदि कृष्णा चाहिए से रखिबे नले से यदि मारिया चाहिए मारिबे आउ के रखि दे परबो कि से यदि मारिया चाहिए तो ए भली हमको डिपेंडेंट हवा पड़ो और ए हरे कृष्ण महामंत्र जपटी होची से जिनस जोटा कि हमको से ग्रेजुअली भगवान से भगवान फील करिवे जे ही वांट्स टू डिपेंड ऑन मी तेणु से जिनसटा दरकार हमको एटा गोटे हटलाइन भाया जो भगवान सहित जोड़ी हाँपाई जमी मोबाइल रे आम कथबार्ता होचे आम कौन देखुचे क्या किंतु आम कथबार्ता होचे आम संपर्क जोड़ी हो जाऊँगी ए सेमती एटा स्पिरिचुअल मोबाइल जो हरे कृष्ण महामंत्र जपटी ए स्पिरिचुअल मोबाइल ये आम भगवान सहित कनेक्ट हो जाऊे एवं यार प्रमाण भी होची जे भगवान शुणुचंती कि नहीं यार प्रमाण आमे बहुत प्रमाण मिलिबो उदाहरण स्वरूप जमती आमे जानूचे जेतबेले द्रौपदी को वस्त्रहरण जेतबेले होतला समस्ते थिले भीष्म द्रोण समस्ते सेठी उपस्थित थिले किंतु केही सहारा
ଦେଲେ ନାହିଁ, ସମସ୍ତେ ତଳକୁ ମୁହଁ କରିକି ପୋତିଥିଲେ। ସେତେବେଳେ ଜାଣିଲେ ଯେ କେହି ମତେ ରକ୍ଷା କରିପାରିବେନି, ଜଣେ କେବଳ କୃଷ୍ଣ ବାସୁଦେବ। ସେ ସେଥିପାଇଁ ଡାକିଲେ, ହେ କେଶବ, ହେ ଗୋବିନ୍ଦ, ହେ ମାଧବ, ହେ ଦ୍ୱାରକାଧୀଶ, ଏଇଭଳି ଚିଲେଇଲେ ସେ। ଏବଂ ଭଗବାନ ଶୁଣିଲେ ଏବଂ ଫ୍ରାକ୍ସନ ଅଫ ସେକେଣ୍ଡରେ ଆସିକି ପହଞ୍ଚିଗଲେ। ତେଣୁ ରେସ୍ପଣ୍ଡ କରିବେ। ଇଏ ହଉଛି ଗୋଟେ ଉଦାହରଣ। ଆହୁରି ମଧ୍ୟ ଆମେ ଜାଣୁଛେ ଗଜେନ୍ଦ୍ର, ତାର ଇତିହାସ ଅଛି। ଗଜେନ୍ଦ୍ରକୁ ଯେତେବେଳେ କୁମ୍ଭୀରଟି ଟାଣୁଥିଲା, ଗଜେନ୍ଦ୍ର ହଉଛନ୍ତି କିଏ? ଇନ୍ଦ୍ରଦ୍ୟୁମ୍ନ ରାଜା, ଅଭିଶାପ ପାଇକି ଗଜେନ୍ଦ୍ର ହେଇଥିଲେ। ଏବଂ ଇଏ ହଉଛନ୍ତି ଯୋଉ କ୍ରୋକୋଡାଇଲଟି ହଉଛି ସେ ହୁ ହୁ ଯୋଉ ଗନ୍ଧର୍ବର ମାନଙ୍କର ରାଜା ଯିଏ, ଅଭିଶାପ ପାଇଥିଲେ। କିନ୍ତୁ ଯେତେବେଳେ ପାଣି ଭିତରେ ସେଟାକୁ, ଏବଂ ମିଲିୟନ ଇୟର୍ସ ସେ ସଂଘର୍ଷ କରିଛି କିଏ? ଗଜେନ୍ଦ୍ର। କିନ୍ତୁ ଲାଷ୍ଟକୁ ସେ ଜାଣିଲା ଯେ ମୋର ଶକ୍ତିରେ ମୁଁ ଆଉ କିଛି କରିପାରିବି ନାହିଁ, ଲେଟ୍ ମି ବି ଡିପେଣ୍ଡେଣ୍ଟ ଅନ୍ ଗଡ। ସେଥିପାଇଁ ସେ ମନେ ପଡିଲା ଯେ ପୂର୍ବ ଜନ୍ମରେ ଭକ୍ତି କରୁଥିଲା ଏବଂ ପ୍ରେୟାର କରୁଥିଲା ଭଗବାନଙ୍କୁ, ତାର ମନେ ପଡିଲା। ଏବଂ ସେଇ ପ୍ରେୟାର ମାଧ୍ୟମରେ ସେ ଯେତେବେଳେ ଭଗବାନଙ୍କୁ ଡାକିଲା, ବିଷ୍ଣୁ ଦୂତ ଆସିକି ପହଞ୍ଚିଗଲେ ଏବଂ ଉଦ୍ଧାର କଲେ। ବିଷ୍ଣୁ ନିଜେ ଗରୁଡରେ ଆସିକି ପହଞ୍ଚିଗଲେ ଏବଂ ଗଜେନ୍ଦ୍ରକୁ ଉଦ୍ଧାର କଲେ। ଏବଂ ଗଜେନ୍ଦ୍ର ଉଦ୍ଧାର ହେଲା ଏବଂ ତା କ୍ରୋକୋଡାଇଲକୁ ଯୋଉ ମାରିଲେ, ଯୋଉ ହୁ ହୁକୁ, ସେ ମଧ୍ୟ ମୁକ୍ତି ପାଇଲା। ସେ ଥିଲା ଡେଷ୍ଟାଇନ୍, ତାର ସେଇଭଳିଆ। ତେଣୁ ଏଇଥିରୁ ଆମେ ଜାଣୁଛେ ଯେ ଭଗବାନଙ୍କ ଉପରେ ଡିପେଣ୍ଡ କଲେ ନିଶ୍ଚିତ ଭାବରେ ଆମକୁ ଶାନ୍ତି ମିଳିବ, ସୁଖ ମିଳିବ। ଯୋଉ ସୁଖ ଆଉ ଶାନ୍ତି ଏ ଭୌତିକ ଜଗତରେ ଭୌତିକ କର୍ମ ମାଧ୍ୟମରେ କେବେ ହେଲେ ମିଳିପାରିବ ନାହିଁ। ଆଜି ସମୟ ହେଇଯାଇଛି, ଆମେ ଏତିକିରେ ବିରାମ କରିବା। ପୁଣି ଆସିବା ରବିବାର ଦିନ। ହରେ କୃଷ୍ଣ। ग्रंथराज श्रीमद् भगवत गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।